ଦିଲ୍ଲୀରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନଙ୍କର ଜନ୍ମୋତ୍ସବ ଏବଂ ସାମୂହିକ ହନୁମାନ ଚାଳିଶା ପାଠ ମହାସମାରୋହରେ ପାଳିତ ହୋଇଯାଇଛି। ହନୁମାନ ଜୟନ୍ତୀ ସମନ୍ୱୟ କମିଟି ଆହ୍ୱାନ କ୍ରମେ ଆୟୋଜିତ ଏହି ସର୍ବଦଳୀୟ କାର୍ଯ୍ୟକ୍ରମରେ ସନ୍ଧ୍ୟା 5 ଘଟିକାରେ ରଥଦାଣ୍ଡ ପଡ଼ିଆଠାରେ ସାମୂହିକ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏଥିରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହାପରେ ଶଙ୍ଖ ଘଣ୍ଟବାଦ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ଦଳ ସହିତ ଏକ ବିଶାଳ ଶୋଭାଯାତ୍ରା ରଥଦାଣ୍ଡ ପଡ଼ିଆରୁ ବାହାରିଥିଲା। ରାସ୍ତାରେ ପଡ଼ୁଥିବା ବିଭିନ୍ନ ହନୁମାନ ମନ୍ଦିର ମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ହନୁମାନ ଜୟନ୍ତୀ ପାଳନ କମିଟି ସମେତ ବହୁ ସଂଖ୍ୟାରେ ଗ୍ରାମବାସୀମାନେ ସହଯୋଗ କରିଥିଲେ ତଥା ବିଶାଳ ଶୋଭାଯାତ୍ରାଟି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା।